ମୁଁ ଅନ୍ନପୂର୍ଣ୍ଣା ଦେବୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୁରୀ। ପଣା ସଂକ୍ରାନ୍ତିରେ ମୁଁ ଓଡ଼ିଶାବାସୀଙ୍କୁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ଶୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରୁଛି। ଏହି ପଣା ସଂକ୍ରାନ୍ତି ଆମର ଓଡ଼ିଶାର ଗୋଟେ ଗଣପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାକୁ ମଧ୍ୟ ମହାବିଷୁବ ସଂକ୍ରାନ୍ତି କୁହାଯାଏ, କାରଣ ସେଦିନ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ହେଇଥାଏ ଏବଂ ସୂର୍ଯ୍ୟ ସୌରମଣ୍ଡଳର ଠିକ୍ ସିଧା ସଳଖ ଭାବରେ ଅବସ୍ଥାପନ କରନ୍ତି। ସେଥିପାଇଁ ଏହାକୁ ସୌର ଜୟନ୍ତୀ ବି କୁହାଯାଏ, ମହାବିଷୁବ ସଂକ୍ରାନ୍ତି କୁହାଯାଏ, ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହି ପଣା ସଂକ୍ରାନ୍ତିର ମହତ୍ତ୍ୱ ହେଲା ଯେ ଏହା ହେଉଛି ଆମ ଓଡ଼ିଶାର ନବବର୍ଷର ଗଣନାର ଦିବସ ଆରମ୍ଭ ମାତ୍ର। ଯେଉଁ ଓଡ଼ିଶାରେ ଆମେ ନୂଆବର୍ଷ ପାଳନ କରୁ ତାହା ଓଡ଼ିଆ ନୂଆବର୍ଷ ଭାବେ ଆମେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ପାଳନ କରିଥାଉ। ଏହି ଦିନ ଠାରୁ ଆମର ପାଞ୍ଜି ଗଣନା ଆରମ୍ଭ ହୋଇଥାଏ ଏବଂ ଏ ପଣା ସଂକ୍ରାନ୍ତିରେ ସାଧାରଣତଃ ଲୋକମାନେ ମହାବୀରଙ୍କୁ ପୂଜା କରନ୍ତି, ହନୁମାନଙ୍କୁ ପୂଜା କରନ୍ତି, ପଞ୍ଚମୁଖୀ ହନୁମାନଙ୍କୁ ପୂଜା କରନ୍ତି ଏବଂ ଶିରୁଳି ମହାବୀରଙ୍କୁ ମଧ୍ୟ ପୂଜା କରନ୍ତି। ଏହାର ଆଉ ଗୋଟିଏ ଧର୍ମଶାସ୍ତ୍ରରେ ଅଛି ଯେ ବୃନ୍ଦାବତୀ ହେଉଛନ୍ତି ନାରାୟଣଙ୍କର ଅତି ପ୍ରିୟ ଦେବୀ। ସେଇ ବୃନ୍ଦାବତୀ ବୃକ୍ଷ ମୂଳେ ନାରାୟଣ ଅବସ୍ଥାପନ କରନ୍ତି। ଯେହେତୁ ନାରାୟଣ ଅବସ୍ଥାପନ କରନ୍ତି, 33 କୋଟି ଦେବତା ମଧ୍ୟ ନାରାୟଣଙ୍କ ଚତୁଃପାର୍ଶ୍ୱରେ ଅବସ୍ଥାପନ କରନ୍ତି। ଆଉ ସେଥିପାଇଁ ସମସ୍ତେ ଚାହିଁ ରହିଥାନ୍ତି ସୌରତାପରୁ କେମିତି ମୁକ୍ତି ମିଳିବ ଏବଂ ଉଦର ଥଣ୍ଡା କରିବେ, ଶୀତଳ କରିବେ ଏବଂ ମନକୁ ଶୀତଳ କରିବେ, ପବିତ୍ର କରିବେ। ସେଥିପାଇଁ ଆମ ଏଇ ଗଣପର୍ବରେ ପଣା ବିଧି ରହିଛି। ଏହି ପଣା ବିଧି ଏକ ମହତ୍ତ୍ୱପୂର୍ଣ୍ଣ ବିଧି, ଯେଉଁ ପଣାରେ ବିଭିନ୍ନ ପ୍ରକାରର ରସଯୁକ୍ତ ଫଳ ଏବଂ ସାକର, ଦହି, କ୍ଷୀର, ଘିଅ, ମିଠା ଇତ୍ୟାଦି ଛତୁଆ ମଧ୍ୟ ସଂଯୋଗ କରାଯାଇ ଏହି ପଣାକୁ ପ୍ରସ୍ତୁତି କରାଯାଇଥାଏ। ଏହି ପଣାକୁ ଭୋଗ ଲଗାଯାଏ ଏବଂ ଏହି ପଣାକୁ ମଧ୍ୟ ଚଉରାମୂଳେ ସମସ୍ତେ ଭୋଗ କରନ୍ତି ଏବଂ ଚଉରାରେ ଏହି ପଣାକୁ ପ୍ରଦାନ କରନ୍ତି। କାହିଁକି ଏହି ପଣାକୁ ପ୍ରଦାନ କରନ୍ତି ନା ସୌର ତାପରୁ ରକ୍ଷା ପାଇବା ପାଇଁ 33 କୋଟି ଦେବତା କେମିତି ଶୀତଳ ଭାବରେ ରହିବେ। ଏକେ ତ ପଣା ପିଅନ୍ତି, ଦୁଇରେ ଛାୟା ଶୀତଳ ପାଇଁ ଆମର ବିଧି ପରମ୍ପରା ଅନୁସାରେ ଚାଞ୍ଚ ବା ଚାଞ୍ଚରାକୁ ଏଇ ଚଉରାର ଉପର ଭାଗରେ ବନ୍ଧାଯାଏ। ବିଭିନ୍ନ ସ୍ୱାଦିଷ୍ଟ ଫଳ ମଧ୍ୟ ଫୁଲ ମଧ୍ୟ ତାହାକୁ ସଜ୍ଜିତ କରାଯାଏ ଏବଂ ମାଟି ପାତ୍ରରେ ଏହି ପଣାକୁ ରଖାଯାଇ ପ୍ରତିଦିନ ଏକ କୁଶ ଦ୍ୱାରା ସେଇ ପଣାରୁ ଗୋଟିଏ ଗୋଟିଏ ଠୋପା ସେଇ ବୃନ୍ଦାବତୀଙ୍କ ଉପରେ ସିଞ୍ଚନ ହେବା ଦ୍ୱାରା ବୃନ୍ଦାବତୀ ଶୀତଳ ହୁଅନ୍ତି ଏବଂ ବୃନ୍ଦାବତୀ ଶୀତଳ ହେବା ସହିତ ପ୍ରଭୁ ଜଗନ୍ନାଥ ମଧ୍ୟ ନାରାୟଣ ମଧ୍ୟ ସନ୍ତୁଷ୍ଟ ହୁଅନ୍ତି ଏବଂ ପରିପାର୍ଶ୍ୱ ଦେବତାମାନେ ମଧ୍ୟ ସନ୍ତୁଷ୍ଟ ହୁଅନ୍ତି। ଏହି ପଣା ସଂକ୍ରାନ୍ତି ଦିନ ଆମ ଓଡ଼ିଶାରେ ଖାଇ ଫୋଡ଼ ପୂଜା ହୁଏ ଆଉ ବିଭିନ୍ନ ପ୍ରକାର ପାରମ୍ପରିକ ପୂଜା ହୁଏ, ଯେଉଁ ପୂଜାକୁ ଆମେ ପାଳନ କରୁ, ଯାହାକୁ କହନ୍ତି ମେରୁଯାତ୍ରା, ଚୈତି ପର୍ବ ଏବଂ ଦଣ୍ଡଯାତ୍ରା ଇତ୍ୟାଦି ପର୍ବକୁ ମଧ୍ୟ ଆମେ ପାଳନ କରିଥାଉ। ଏବଂ ଏହି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଆମେ କେମିତି, ଆଉ ତା ଛଡ଼ା ଆମର ଚୈତି ମଙ୍ଗଳବାର ମଧ୍ୟ ପୂଜା କରାଯାଏ। ଦାଣ୍ଡରେ ସ୍ତ୍ରୀ ଲୋକମାନେ ସାଧାରଣତଃ ଠାକୁରାଣୀଙ୍କୁ ଝାମୁ ଯାତ୍ରା ଦ୍ୱାରା ତାଙ୍କୁ ପୂଜା କରେଇ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ବିଭିନ୍ନ ପ୍ରକାର କ୍ଷୀର, ଦହି, ଫଳମୂଳ, ଖଇ କୋରା ଇତ୍ୟାଦି ପୂଜା କରିକିରି ପରିବାରର ମଙ୍ଗଳ କାମନା କରିବା ସହିତ ସମାଜର ମଧ୍ୟ ମଙ୍ଗଳ କାମନା କରିଥାନ୍ତି। ସେଥିପାଇଁ ଏହି ପର୍ବ ହେଉଛି ଆମ ଓଡ଼ିଶାବାସୀ ପାଇଁ ଏକ ମହାନ ପର୍ବ। ଏହି ପର୍ବ ଦ୍ୱାରା ଆମେ ସମସ୍ତେ, ମୋର ଗୋଟିଏ ବାର୍ତ୍ତା ହେଉଛି ଯେ ଏହି ପଣା ସଂକ୍ରାନ୍ତି ବାର୍ତ୍ତା ଦିଏ ଯେ ପଣାଟେ ପିଇଦେଲେ ଯେମିତି ମନ ଶୀତଳ ହେଇଯାଏ, ଆତ୍ମା ଶୀତଳ ହେଇଯାଏ, ସେଇଭଳି ଏ ପରିବାର ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ, ବିଶ୍ୱ କଲ୍ୟାଣ ପର୍ଯ୍ୟନ୍ତ ସମସ୍ତେ କେମିତି ଥଣ୍ଡା ମନସ୍କ ରହିବେ, ଶୀତଳ ମନସ୍କ ରହିବେ ଏବଂ ସୁସ୍ଥ ମନସ୍କ ରହିବେ ଏବଂ ଶାନ୍ତିରେ ରହିବେ। ଏହି ହେଉଛି ପଣା ସଂକ୍ରାନ୍ତିର ବାର୍ତ୍ତା।